ଆଜ୍ଞା ପ୍ରେଜ୍ ଦ ଲର୍ଡ ଆଜ୍ଞା ଆଜ୍ଞା ନମସ୍କାର। ପ୍ରେଜ୍ ଦ ଲର୍ଡ କେମିତି ଅଛ? ଜି ସାର୍ ଭଲ ଅଛି। ଆଜ୍ଞା ଭଲ ଅଛି ଆଜ୍ଞା, ଆପଣ ଭଲ ଅଛନ୍ତି? ହଁ ଭଲ ଅଛି। ବିଦ୍ୟା ମାନେ ଅଧିକ ପଢିଛନ୍ତି ସେମାନେ ସେ ଆଚ୍ଛା ବୁଝିଥାଏ ଥାଇକି ଯୋଉମାନେ ହଁ ଘର ଦ୍ୱାର ଛାଡିକି ଯାଉଛନ୍ତି ଟ୍ରେନିଂ କରୁଛନ୍ତି, MTS କରୁଛନ୍ତି, ମାନେ 4 ବର୍ଷ 3 ବର୍ଷ 5 ବର୍ଷ ସେମାନେ ବିଦ୍ୟାର୍ଥୀ ନୁହନ୍ତି ହେଲା। ହୁଁ ଏ ମାନେ କାଁ ବା କୋଉଠି ଶୁଣିକି ବଗିଚାରେ ଥାଇକି ଆମେ ବାଇବେଲ ବିଦ୍ୟାର୍ଥୀ ସେଦିନ କହିଲା ଜାଣିବାରେ ଦେଖୁ କି ନାହିଁ। ହଁ ହଁ ସେ ଆମେ ଆପଣ କଣ ଆଜ୍ଞା ମୁଁ ଆମେ ପୁରା ହଉଛି ବାଇବେଲ ବିଦ୍ୟାର୍ଥୀ। ଆଁ ହଁ ଯଦି ସେମିତି ଯଦି ବିଦ୍ୟା ହଉଥାନ୍ତା କାହିଁକି ବାଇବେଲ କଲେଜ ଯାକ ଥାନ୍ତା। ହଁ ହଁ ଏବେ ହଁ ମନେ ପଡିଲା ଆଜି ଜଣେ ବିଷପ ମତେ ଫୋନ କରିଥିଲେ। ହେଲେ କିଏ ଅଛି କି ବାଇବେଲ ଟ୍ରେନିଂ ଯିବା ପାଇଁ ତ ମେଟ୍ରିକ ପାସ୍ ହେଇଥିବେ, ଝିଅ ହଉ କିମ୍ବା ପୁଅ ହଉ ଯଦି ଯିବେ ବୋଲି କହିଲେ ଲିଷ୍ଟ ମାନେ ଇଏ ଜଣେଇଲେ ସେମାନେ କଲିକତା ଯାଇକି ବାଇବେଲ ଟ୍ରେନିଂ କରିପାରିବେ ଆଉ। ହଁ ସେ ବାଇବେଲ ବିଦ୍ୟାର୍ଥୀ ପିଲାମାନଙ୍କୁ କୁହନ୍ତୁ ଯିବେ। ସେମାନେ ପୁରା ଅଲରେଡି ହେଇଯାଇଛନ୍ତି ବିଦ୍ୟାର୍ଥୀ ମାନେ ଉପକୃତ ହେଇଯାଇଛନ୍ତି ତାଙ୍କର ପଢାଟା ଆଚ୍ଛା ସେ ମାନେ ଯେମିତି ଆମର ଛୁଆ ଯେମିତି ଯେତିକି ଶିକ୍ଷା ହେଇଥିବ ହଁ ସେତିକି ଏକା ବକର 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 ହେବ ତାପରେ ବନ୍ଦ ହେଇଗଲ ତାପରେ ଆଗକୁ କହିପାରିବ ନାହିଁ। ଏ ମାନେ ବୁକୁଆ ଦେଖଉଛନ୍ତି ସେତିକି ହେଲା। ଆଚ୍ଛା ସେମାନେ ଯେତିକି ଜାଣିଛନ୍ତି ସେତିକି ଆଗ କହି ଘେନି ଯିବେ ତୁ ନନଷ୍ଟପରେ ହେଲା। ତୁ କଣ ହଁ କହିବୁ ବୋଲି କହିଲେ ବି ସେଟା ମାନେ କହିବାକୁ ଦେବେନି ଆଉ। କହିବାକୁ ଦେବେ ନା ଭୁଲିଯିବେ ଯଦି ସେଟା ଆମର କହିବା କାରଣ ହେଲେ ସେମାନଙ୍କର ଭୁଲିଯିବେ ନା। ସେଥିପାଇଁ ସେମାନେ ହଁ ଯେତିକି କହିଛନ୍ତି ସେତିକି କହି ପକେଇବେ ତାପରେ ଛାଡ଼ିଦେବେ ଆଉ। ଲୋକ ବଢି ପଳେଇବେ ଆଉ। ହଁ ହଁ ସେଥିପାଇଁ କଣ କରିବା। ଆମେ ପୁରା 91ରେ ତମେ ଜନ୍ମ ହେଇଥିଲ କି ନାଇଁ ସେଇଠୁ ଯାଇକି ଆଜି ପର୍ଯ୍ୟନ୍ତ ହଁ ଏବେ 33-34 କାମ କରିକି ଆସିକି ଏଠି ଅଛୁ ସେମାନେ ପୁଣି ଆମକୁ ପାଠ ପଢେଇବେ। ଯେ ଆମର ଗାଁରେ ଗୋଟେ ସଭାବିତ କହୁନଥିଲେ କି ହଁ ସେଇ ବିଷୟ ଏବେ 15-16 ଅଛି ମାର୍ଚ୍ଚ 15-16 ଅଛି। ହୁଁ ସେଇଟା ପରା ମୁଁ ସେ ଆମର ଏବେ ମାନେ ଇଏ କରିକି ଲେଖିଲି ଯେ ମତେ 2 ଜଣ ଧମକ ଦେଇ ଲେଖିଛନ୍ତି ପରା। କଣ ଇଣ୍ଡିଆନ ଖ୍ରୀଷ୍ଟିୟାନ କମ୍ୟୁନିଟିରେ ତୋ ନାଁରେ କେସ୍ କରୁ ବୋଲି ମୁଁ କର କେତେ କରୁଛ କର। କେସ୍ କଲେ ହବନି ନାଇଁ କାହିଁକି ବଲେ ହବନି ବଲେ ଅଲରେଡି ଡକ୍ଟର ଅମ୍ବେଦକର ନାକି ପରମିସନ ଦେଇଛି ନା ସେ ଯୋଉ ଆମର ଯୋଉ ଆମ ପାଖରେ ତାଙ୍କର ଯୋଉ ଲେଟର ଅଛି ନାଇଁ କି ହୁଁ ଯେତେବେଳେ ସେ ଲେଟର ନାଇଁ ଥାନାରେ ଯାଇକି ପହଞ୍ଚିଯିବ ନାଇଁ କି ଯେକୌଣସି ବିଶ୍ୱାସୀ ଲେଟର ଧରିକି ଥାନାରେ ନେଇକି ପହଞ୍ଚେଇ ଦବ ନାଇଁ କି ଆପଣଙ୍କ ସାଙ୍ଗେ ସାଙ୍ଗେ ନେଇକି ଜେଲରୁ ବାହାର କରିଦେବେ। ନାଇଁ ସେଠି ଆରେ ଆମର ଯୋଉଟା ଆମର ଖାଲି କନ୍ଧ ମାନଙ୍କର ୟୁନିଟ ଗୋଟେ କନ୍ଧ ଖ୍ରୀଷ୍ଟିୟାନ ସମ୍ମିଳନୀ ନା ଦିଆ ହେଲା। କଣ ହୁଁ ଅସୁବିଧା ହେଲା? ହୁଁ ତାପରେ ତ ସେଇଟା ଦେଲା ପରେ ବି ଏବେ ମୁଁ ଆସିଲା ପରେ 2016ରୁ ସେଇଟା ଚେଞ୍ଜ କରିକି ସେମାନେ ନାଇଁ ତାଙ୍କ ବ୍ୟାନରରେ ଆମେ ଇଏ କରିବାନି ବୋଲି ଯିଏ ଆମକୁ ସ୍ପନ୍ସର କରୁଥିଲେ ସେତେବେଳେ ଜଣେ ବ୍ରାହ୍ମଣ ଥିଲା ଆମର ଦାମୋଦର ଦାସ ବୋଲି ସେ କହିଲେ ନାଇଁ ଆମ ବ୍ୟାନରରେ ଚଲେଇବା ବୋଲିକି ସେମାନେ 2016ରୁ ସେମାନେ କଲେ 2017ରୁ ଓଡିଶା ଜନମଣ୍ଡଳୀ ବୋଲି ଦେଇଛନ୍ତି ଓଡିଶା ଜନମଣ୍ଡଳୀ ବୋଲିକି ଦିଆହେଇଛି କିନ୍ତୁ ମୁଁ ସେଇଟା ବ୍ରାକେଟରେ କନ୍ଧ ଖ୍ରୀଷ୍ଟିୟାନ ସମ୍ମିଳନୀ ବୋଲି ଦେଇଦେଲେ ଯେହେତୁ ଆମ ଏରିଆ ଲୋକ କନ୍ଧ ଖ୍ରୀଷ୍ଟିୟାନ ସମ୍ମିଳନୀ ବୋଲି ଜାଣିଛନ୍ତି ନା ହଁ ସେଥିପାଇଁ ମୁଁ ଓଡିଶା ଜନମଣ୍ଡଳୀ ବ୍ରାକେଟରେ କନ୍ଧ ଖ୍ରୀଷ୍ଟିୟାନ ସମ୍ମିଳନୀର ସଭା ମାନେ ବାଣ୍ଡିଗୁଡାରେ ଅଛି ସେଥିପାଇଁ ଆପଣ ମାନେ ଆସି ଆମକୁ ସହଯୋଗ କରନ୍ତୁ ଲେଖିକି ଇଏ କରିକି ୟୁଟ୍ୟୁବ ଟା ଗୋଟେ ବନେଇ ଛାଡିଦେଲେ ହେଲେ ଏମାନଙ୍କୁ କି ମୁଣ୍ଡ ବଥା ହେଲା। ହୁଁ ଏବେ ସୌରା ସମ୍ମିଳନୀ ଅଛି। କନ୍ଧ ହିଲ ବାପ୍ଟିଷ୍ଟ ଅଛି। ଆଉ ମାନେ ଏବେ ମନେକର କୁହା ହଉଛି ଯେ କନ୍ଧମାଳ ଡିଷ୍ଟ୍ରିକ୍ଟ କଣ କନ୍ଧମାଳ ଡିଷ୍ଟ୍ରିକ୍ଟ କଲେ କନ୍ଧ ମାନେ ଅଛନ୍ତି ସେଠି? ହଁ ଅନ୍ୟ କାଷ୍ଟ କଣ କିଏ ନାହାନ୍ତି କି? ଅଛନ୍ତି ଅଛନ୍ତି। ଆଦିବାସୀ କଲେଜ ବୋଲି କଣ ଆଦିବାସୀ ଲେକ୍ଚର ଅଛନ୍ତି ଆଦିବାସୀ ପିଲା ପଢୁଛନ୍ତି ଆଦିବାସୀ କଣ ଆଉ ଅନ୍ୟମାନେ ପଢୁନାହାନ୍ତି ସେଠି? ହଁ ଆଁ ହାଇ ସବୁ ହାଇ ତ ଅଛନ୍ତି ନା ଖାଲି ନା ହଁ ଗୋଟେ ମାନେ ଯିଏ ଯୋଉଟା ଏବେ ମାନେ ସମସ୍ତେ ଜାଣିଛନ୍ତି ରାମ ଭଗବାନ ବୋଲି ହଁ ରାମ ନା ଲୋକମାନେ ରଖୁଛନ୍ତି କି ନାଇଁ? ଠିକ କଥା। ଏବେ ଜଗନ୍ନାଥ ଭଗବାନ ବୋଲି ଜାଣିଛ ସମସ୍ତେ ହୁଁ ଲୋକଙ୍କୁ ଜଗନ୍ନାଥ ରଖୁଛନ୍ତି କି ନାଇଁ? ରଖୁଛନ୍ତି ଆଁ
ସେ ମତେ ହଁ। ଲେଖିଛି ଯେ ସେ ଲେଖିଛି ତାର ନାଁ ହଉଛି ଇମାନୁଏଲ। ହଁ ଆଜିକାଲି ହଁ କିଏ ଇଂଲିଶ ନ ଜାଣିକି ଅଛି? ହଁ ପରା। ଇମାନୁଏଲ ତ ଯୀଶୁଙ୍କ ନାଁ। ହଁ କିନ୍ତୁ ସେ ମତେ ଲେଖିଛି ଯେ ତମେ କନ୍ଦ ଖ୍ରୀଷ୍ଟିଆନ କରିଛୁ ତମେ ଫିଲିଂ କରୁଛ। ହେଲେ ହଁ ଆମେ ଜାଣାତରେ କି ଅଜାଣତରେ ଆମେ କଲୁ ମନେ କର ତମେ ଜାଣି ହୁଁ କେମିତି କଲ ଇମାନୁଏଲ? এটা তো ইংলিশ নাটা ইংলিশ তো সেটা যিশুଙ୍କ ନା ହଁ ନାଇଁ କି? ହଁ ପରା। ସେମିତି ଖାଲି ଭୁଲ ଧରିବା ପାଇଁ ଇଏ କରେ କିନ୍ତୁ କେମିତି ଲୋକମାନେ ଈଶ୍ୱରଙ୍କର ଆତ୍ମିକର ଅଭିବୃଦ୍ଧି ହେବେ ତାଙ୍କ ଚିନ୍ତା ନାହିଁ ହେଲା। ହଁ ତ ଜାଣିଲା ଲୋକ ଧନ୍ଦା କରିବେ। ଆରେ ଏବେ ଯଦି ମୁଁ କାଷ୍ଟ ଫିଲିଂ କରୁଛନ୍ତି ଏବେ ସମସ୍ତେ କଥା ହେଇଥାନ୍ତି। ଆଜି ଜଣେ ଯିଏ ବିଶ୍ୱବାଦୀ ସକାଳେ ଫୋନ କରୁଥିଲା ଏ ଆପଣଙ୍କ କାଷ୍ଟ ଏକା। ଆଜି ଏବେ ସନ୍ଧ୍ୟାରେ ଫୋନ କରୁଥିଲା ଡାଇରେକ୍ଟ ଫୋନ କରୁଥିଲା ସେ ବି ଆପଣଙ୍କ କାଷ୍ଟ ସେ ମାନେ କଥା ହଉଥିଲୁ ହେଲେ ମୋ ତ ମନରେ ସେଇଟା ନାହିଁ ତ ନାଁଟା ଦିଆ ହେଇଥିଲା ସେଇଟା ବି ନାଁ ଯିଏ ଆମର ସେ ଡାଇରେକ୍ଟର ଜଣେ ଏକା ମତେ କହିଲେ ନାଇଁ ଏବେ ତ ରେଜିଷ୍ଟ କରିବାକୁ ଦଉନାହାନ୍ତି ସେଥିପାଇଁ ତୁ ଗୋଟେ କାମ କରେ ଆମେ ଖାଲି ମାନେ ଗୋଟେ ଚଲେଇ ଜାଣିଲା। ବୋଲି କହିଲେ ପରମିଶନ ମାଗିଲା ବେଳକୁ ସୁବିଧା ହବ କମିଟି ଫିଟିଂ ହେଲା ବେଳକୁ ଆଉ ସେଥିପାଇଁ ତା ନାଁ ଦେଇତେ ସହଜ ହେବ ବୋଲି କହିବାରୁ ଏଇ କଲେ ଏବେ ଆମର ପଟାରେ ଜମି ପଟାରେ କନ୍ଧ ଖ୍ରୀଷ୍ଟିଆନ ଅଛି ଆଁ ହୁଁ ସେଇଟା କିଏ କାଟି ଦେଇ ପାରିବ କି? ନାଇଁ ନାଇଁ। ଏବେ ଯୋଉ ଆମର 72 ମସିହାରେ ଯୋଉ ସେଟଲମେଣ୍ଟ ହେଲା ନାଇଁ କି ସେତେବେଳେ କନ୍ଧ ଖ୍ରୀଷ୍ଟିଆନ ଅଛି ଯେ ପଟାଟା ହୁଁ ହୁଁ ସେଇଟା କାଟି ଦେଇ ପାରିବେ କି ସେମାନେ? ନାଇଁ କଥା। इंडियन क्रिश्चियन हाँ वर्ल्ड क्रिश्चियन अरे क्रिश्चियन तो क्रिश्चियन हाँ इंडियन क्रिश्चियन लो रे मु तो ना केस कर भी मते डर जे बोले ହୁଁ आप बोले तू आका जान जुरे बोली मते हैं ହୁଁ बुझ गए बाबू ହଁ